हेलो हाय बंधुगण नमस्कार सहित स्वागत करी आज आलोचना को। आज आलोचना करबा असाइनमेंट पीओडी 105 को देखंतु आमे सब बेले एक नंबर जो रहुची आपण मानकर असाइनमेंटर से प्रश्न गुड़िकर उत्तर दे आसीछु। आज मध्य से प्रश्नर उत्तर रखा जाउची। स्वाधीनता परवर्ती काल थिला समग्र ओडिशा रे वैप्लविक परिवर्तनर काल। ଏହି ସମୟରେ ମୁଖ୍ୟତଃ ଚିନ୍ତା ଜଗତ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ସାଧିତ ହୋଇଥିଲା। ଗୋଟିଏ ଭାରତୀୟ ବିଭିନ୍ନ ନାଟକରେ ମଧ୍ୟ ପରିବର୍ତ୍ତନର ସୂତ୍ରପାତ ହୋଇଥିଲା। ଏହା ନବନାଟ୍ୟ ଆନ୍ଦୋଳନ ଭାବରେ ପରିଚିତ ହେଲା ଭାରତୀୟ ନାଟ୍ୟ ସାହିତ୍ୟ ଜଗତରେ। ଆମେ ନାଟ୍ୟ ସାହିତ୍ୟ ଉପରେ ହିଁ ଆଲୋଚନା କରୁଛେ। ଏଇ ୟୁନିଟଟା ନାଟ୍ୟ ସାହିତ୍ୟ ଉପରେ ରହିଛି। ତେବେ କ'ଣ କ'ଣ ସବୁ ପରିବର୍ତ୍ତନ ହେଇଥିଲା, ତାର ନବନାଟ୍ୟ ଆନ୍ଦୋଳନ କ'ଣ ଥିଲା ଭିତରେ ଅନେକ କିଛି ଦେଖିବା। ଉକ୍ତ ପରିବର୍ତ୍ତନ ଧାରା ପ୍ରଥମେ ଦେଖାଗଲା ତତ୍କାଳିକ ହିନ୍ଦୀ ନାଟକରେ। ସମକାଳର ପ୍ରଖ୍ୟାତ ହିନ୍ଦୀ ନାଟ୍ୟକାର ହେଉଛନ୍ତି ମୋହନ ରାକେଶ। କେହି କେହି ତାଙ୍କୁ ରାକେଶ ମୋହନ ବୋଲି ବି କହନ୍ତି, ତେଣୁ ଆପଣମାନେ ରାକେଶ ମୋହନ ବୋଲି ବି ଲେଖିପାରିବେ। ତାଙ୍କ ବହୁଳ ଭାବରେ ଆଦୃତି ଲାଭ କରିଥିବା ନାଟକ ହେଉଛି ଆଷାଢ଼ କା ଏକ ଦିନ ଓ ଲହରେ କି ରାଜହଂସ। ଏହି ଦୁଇଟି ନାଟକରେ ନାଟ୍ୟକାର ଆଧୁନିକ ନାଟ୍ୟଶୈଳୀ ଅନୁଯାୟୀ ପରୀକ୍ଷା ନିରୀକ୍ଷା ଦେଇଥିଲେ। ଗୋଟିଏ ପ୍ରକାରେ ହିନ୍ଦୀ ସାହିତ୍ୟରେ ଏକ ନୂତନ ଧାରାର ଅୟମାରମ୍ଭ ଘଟିଥିଲା। ଏହି ଧାରାରେ ଅନୁବର୍ଷିତ ହୋଇ ନାଟକ ରଚନା କରିଥିବା ହିନ୍ଦୀ ସାହିତ୍ୟର ଅନ୍ୟାନ୍ୟ ନାଟ୍ୟକାର ବୃନ୍ଦ ହେଉଛନ୍ତି ଡକ୍ଟର ଲକ୍ଷ୍ମୀନାରାୟଣ ଲାଲ, ସୁରେନ୍ଦ୍ର ବର୍ମା, ରମେଶ ଉପାଧ୍ୟାୟ, ଶୋଭନା ସିଦ୍ଦିକ ପ୍ରମୁଖ। ଆଧୁନିକ ମଣିଷର ଅନ୍ତଃଚେତନାରେ ଜୀବନ୍ତ ରୂପ ଏମାନଙ୍କର ନାଟକରେ ପରିବେଶିତ ହୋଇଅଛି। ନାଟ୍ୟକାର ଲକ୍ଷ୍ମୀନାରାୟଣ ସ୍ୱକୀୟ କାର୍ଯ୍ୟ ନାଟକରେ ଫ୍ରେଡରିକ୍ ଚିନ୍ତାଧାରାକୁ ଅତ୍ୟନ୍ତ ଚମତ୍କାର ଭାବେ ପ୍ରୟୋଗ କରିଛନ୍ତି। ସୁରେନ୍ଦ୍ର ବର୍ମାଙ୍କ ଏକ ବହୁଚର୍ଚ୍ଚିତ ନାଟକ ହେଉଛି ଦ୍ରୌପଦୀ। ଏହି ନାଟକରେ ସ୍ୱତନ୍ତ୍ର ପ୍ରକାରର ପ୍ରତୀକର ପ୍ରୟୋଗ ପୂର୍ବକ ନାଟ୍ୟକାର ମାନବୀୟ ପ୍ରବୃତ୍ତିର ନିଆରା ରୂପଗୁଡ଼ିକର ପ୍ରୟୋଗ କରିଛନ୍ତି। ରମେଶ ଉପାଧ୍ୟାୟଙ୍କର ପେପର ୱେଟ୍ ନାଟକରେ ପ୍ରତୀକାତ୍ମକ ରୀତିରେ ମାନବୀୟ ଅନୁଭବ ଗୁଡ଼ିକର ପରିବେଷଣ କରାଯାଇଛି। ଶୋଭନା ସିଦ୍ଦିକ ବହୁ ଆଦୃକ୍ତ ନାଟକ ସାୟତ ହାଁ ନାଟକରେ ଫ୍ରେଡରିକ୍ ମଗ୍ନ ଚୈତନ୍ୟର ବିଶ୍ଳେଷଣ ରହିଅଛି। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ପର୍ଯ୍ୟାୟରେ ସମଗ୍ର ବିଶ୍ୱରେ ସୃଷ୍ଟି ହୋଇଥିଲା ଭୟଙ୍କର ପରିସ୍ଥିତି। ମଣିଷ ଭିତରେ ଅବିଶ୍ୱାସ, ମାନବୀୟ ହତାଶା, ଯନ୍ତ୍ରଣାବୋଧ, ବେଦନାବୋଧ କ୍ରମଶଃ ମଣିଷକୁ ସଙ୍କୁଚିତ କରିଥିଲା। ପ୍ରଥମ ଓ ଦ୍ୱିତୀୟ ଉଭୟ ବିଶ୍ୱଯୁଦ୍ଧର ସମଗ୍ର ପୃଥିବୀରେ ଏକ ବ୍ୟକ୍ତିବାଦୀ ମନୋବୃତ୍ତି ସୃଷ୍ଟି କରିଥିଲା। ଦ୍ୱିତୀୟ ବିଶ୍ୱ ମହାଯୁଦ୍ଧରେ ସମଗ୍ର ବିଶ୍ୱରେ ଧ୍ୱଂସର ଘନଘଟା ସୃଷ୍ଟି କରିଥିଲା। ଏହା ମଣିଷ ମନ ଭିତରେ ଜାଗୃତ କରିଥିଲା ଚିନ୍ତାର ବିଭୀଷିକା। ମଣିଷ ଅନେକ ପ୍ରୟାସ କରିଥିଲେ ସୁଦ୍ଧା ଆପଣାର ଅସ୍ତିତ୍ୱକୁ ଜାହିର କରିପାରୁନଥିଲା ପୃଥିବୀ ଭିତରେ। ସେହି ଆବେଗ ଭିତରେ ସତେ ଯେପରି ସେ ହୋଇ ଉଠିଥିଲା ମ୍ରିୟମାଣ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଯୁଗ ମଣିଷ ପାଇଁ ଏକ ଅନ୍ୱେଷଣର ଯୁଗରେ ପରିଣତ ହୋଇଯାଇଥିଲା। ମଣିଷ ଯେତେବେଳେ ପ୍ରକୃତ ସତ୍ୟକୁ ଉପଲବ୍ଧ କଲା, ସେତେବେଳେ ନୂତନ ପରୀକ୍ଷା ନିରୀକ୍ଷାର ସମ୍ମୁଖୀନ ହୋଇଥିଲା। ଜୀବନଯାପନ କରିବା ପାଇଁ ତାକୁ ପ୍ରବଳ ସଂଘର୍ଷ କରିବାକୁ ପଡ଼ିଥିଲା। ମଣିଷ ଯେଉଁ ସଂଘର୍ଷ କଲା, ତା ଭିତରୁ ନୂତନ ମୂଲ୍ୟବୋଧ ନିଷ୍ପନ୍ନ ହୋଇଥିଲା। ତାହା କ୍ରମେ ମଣିଷର ମନ ଓ ହୃଦୟକୁ ଆନ୍ଦୋଳିତ କରିବାକୁ ଲାଗିଥିଲା, କିନ୍ତୁ ତାହା ତାର ଜୀବନ ଧାରଣ ଭିତରେ
ସଂକୁଚିତ ହୋଇ ରହିଲା ନାହିଁ, କ୍ରମଶଃ ସଞ୍ଚାରିତ ହୋଇ ସଂସାରର କଳାତ୍ମକ ଉପାଦାନ ଭିତରେ କବିତା ଗ୍ରନ୍ଥ, କବିତା, ଗଳ୍ପ, ନାଟକ ଇତ୍ୟାଦି ସାହିତ୍ୟ କଳାକୁ ଏହା ଗଭୀର ଭାବରେ ପ୍ରଭାବିତ କରିଥିଲା। ଦ୍ୱିତୀୟ ବିଶ୍ୱ ମହାଯୁଦ୍ଧ ପରବର୍ତ୍ତୀ ମାନବୀୟ ସ୍ଥିତି ସାହିତ୍ୟିକ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ସେହି କାଳରେ ଜୀବନ ବଞ୍ଚୁଥିବା କବି ଓ କଳାକାରମାନେ ସେହି ଚେତନାକୁ ଉପଜୀବ୍ୟ ପୂର୍ବକ ସ୍ୱକୀୟ ସାହିତ୍ୟ ସୃଷ୍ଟି କରିଥିଲେ। ଏହାକୁ ବିଶେଷ ଭାବରେ ପରୀକ୍ଷା ନିରୀକ୍ଷା କରିଯାଉଥିବା ସାହିତ୍ୟ ଶିଳ୍ପୀବୃନ୍ଦ ହେଉଛନ୍ତି ଟି.ଏସ୍. ଇଲିୟଟ୍, ଏଜ୍ରା ପାଉଣ୍ଡ, ଜେମ୍ସ ଜୋଏସ୍, ଡବ୍ଲ୍ୟୁ.ବି. ୟେଟ୍। ପରିବର୍ତ୍ତିତ ହୋଇଥିଲା ଏମାନଙ୍କର। ସେତିକି ସାହିତ୍ୟିକ ଚେତନାରେ ମଧ୍ୟ ପରିବର୍ତ୍ତନର ସୂତ୍ରପାତ ହୋଇଥିଲା। ଉକ୍ତ ପରିବର୍ତ୍ତିତ ଚେତନା ବିଶେଷ ଭାବରେ ପ୍ରଭାବିତ କରିଥିଲା ସମକାଳର ନାଟ୍ୟ ସାହିତ୍ୟକୁ। କାରଣ ପ୍ରକୃତରେ ନାଟକ ହେଉଛି ଏକ ଦୃଶ୍ୟ କାବ୍ୟ। ମଣିଷର ବିଭିନ୍ନ ଭାବନା, ଜୀବନ ଧାରଣ ତଥା ମୂଲ୍ୟବୋଧ ଅତ୍ୟନ୍ତ ତୀବ୍ର ଭାବରେ ନାଟକରେ ପ୍ରତିଫଳିତ ହୋଇଥାଏ। ଏହା ସାଧାରଣତଃ ବର୍ତ୍ତମାନ କ'ଣ ଘଟୁଛି ସେ ସମ୍ପର୍କରେ ସୂଚିତ କରେ। ଅତୀତ ନୁହେଁ କି ଭବିଷ୍ୟତ ନୁହେଁ, ମଣିଷର ଚେତନାରେ ଏହି ସଂଘର୍ଷ ଯୋଗୁଁ କ୍ରମଶଃ ତା ଭିତରେ ହତାଶା, ନିଃସଙ୍ଗତା, ମୂଲ୍ୟବୋଧ, ଅସଂଲଗ୍ନତା, ବିଚ୍ଛିନ୍ନତା ବୋଧ ଇତ୍ୟାଦି ସୃଷ୍ଟି ହୋଇଥାଏ। ଏହି କାଳର ନାଟ୍ୟକାରମାନେ ମଣିଷର ସେହି ଅନୁଭବଗୁଡ଼ିକ ସଂସ୍ପର୍ଶରେ ଆସିଲେ, ଆପେ ଆପେ ମଧ୍ୟ ଅନୁଭବ କଲେ। ତାଙ୍କ ଚେତନା ଭିତରେ ମଧ୍ୟ ଉକ୍ତ ଭାବନାଗୁଡ଼ିକ ଜାଗ୍ରତ ହେଲା। ନାଟ୍ୟକାରମାନେ ସେତେବେଳେ ଦେଖିଲେ ଯେ ମଣିଷ କ୍ରମଶଃ ଜୀବନବୋଧଠାରୁ ବିଚ୍ଛିନ୍ନ ହୋଇଯାଉଛି। ସେ ଅସଙ୍ଗତ ହୋଇଯାଉଛି ଯେ ଜୀବନଠାରୁ, ପୃଥିବୀଠାରୁ। ସେହି ଅସଙ୍ଗତି, ସେହି ବିଭିନ୍ନତା ରୂପ ଲାଭ କଲା ତାଙ୍କ ନାଟକଗୁଡ଼ିକ ମଧ୍ୟରେ। ଏହି କାଳରେ ନାଟକ ଯେପରି ହୋଇଉଠିଲା ଦର୍ପଣ ଭଳି। ଯେଉଁମାନେ ସେହି ନାଟକ ଦେଖିଲେ ଅନୁଭୂତି ସମ୍ପନ୍ନ ବ୍ୟକ୍ତିମାନେ ତା ଭିତରେ ନିଜର ଛବି ଦେଖିବାକୁ ପାଇଲେ। ଯେଉଁମାନେ ସେହି ଅନୁଭବର ସ୍ତରକୁ ଆସିନଥିଲେ, ସେମାନେ ନାସିକା କୁଞ୍ଚନ କଲେ ଏହି ନାଟ୍ୟଧାରା ପ୍ରତି। ସେମାନଙ୍କୁ ନାଟକରେ ପ୍ରଦର୍ଶିତ ପ୍ରତିଟି ଦୃଶ୍ୟ ମନେହେଲା ଉଦ୍ଭଟ ଭାବରେ। ବିଶିଷ୍ଟ ନାଟ୍ୟ ସମାଲୋଚକ ମାର୍ଟିନ୍ ଏସ୍ଲିନ୍ ନାଟକର ଏହି ଧାରାକୁ ଥିଓରି ଅଫ୍ ଆବସର୍ଡ ଭାବରେ ଆଖ୍ୟାୟିତ କଲେ। ସେ ଏହି ନାଟ୍ୟଧାରା ସମ୍ପର୍କରେ ପର୍ଯ୍ୟାଲୋଚନା କରିଛନ୍ତି ଯେ ଉଦ୍ଭଟତା ହେଉଛି ଗୋଟିଏ ପ୍ରକାର ଉଦ୍ଦେଶ୍ୟହୀନତା। ମଣିଷ କ୍ରମଶଃ ତାର ଆଧ୍ୟାତ୍ମିକ, ଆଦିଭୌତିକ ଓ ଅତୀନ୍ଦ୍ରିୟ ବିଭି ହରାଇ ଦେଇଛି। ତାର ପ୍ରତିଟି କ୍ରିୟା ହୋଇଉଠିଛି ଉଦ୍ଭଟ, ମୂଲ୍ୟହୀନ ଓ ଅବାସ୍ତବ। ଆଲବର୍ଟ କାମ୍ୟୁଙ୍କ ଦ୍ୱାରା ଅୟମାରମ୍ଭ ହୋଇଥିବା ଏହି ଚିନ୍ତାଧାରା ପରବର୍ତ୍ତୀ କାଳରେ ସମଗ୍ର ନାଟ୍ୟ ଚେତନାକୁ ପ୍ରଭାବିତ କରିଥିଲା। ଏହି ସମୟଖଣ୍ଡରେ ଆଧୁନିକ ନାଟକ ସମ୍ପର୍କରେ ବ୍ୟାପକ ବିଶ୍ଳେଷଣ କରିଯାଇଥିବା ବେଳେ ରସେଲ୍ ଟେଲରଙ୍କର ମତରେ ଏହି ସଂସାରରେ ମଣିଷ ଉଦ୍ଦେଶ୍ୟହୀନ ଭାବରେ ଯାହା କରୁଛି, ତାହା ପ୍ରତି ସଚେତନ ହେବା ସଙ୍ଗେ ସଙ୍ଗେ ଆଧିଭୌତିକ ଭାବନା ଦ୍ୱାରା ଅନୁପ୍ରାଣିତ କରିବା ଉଦ୍ଭଟ ନାଟ୍ୟକାରମାନଙ୍କର ସର୍ବପ୍ରଥମ ଲକ୍ଷ୍ୟ। ଉଦ୍ଭଟ ନାଟ୍ୟକାର ସହିତ ଉଦ୍ଭଟ ନାଟ୍ୟଧାରା ସହିତ ନବନାଟ୍ୟ ଆନ୍ଦୋଳନର ଧାରା ନାଟ୍ୟ ଜଗତରେ ଏକ ଭିନ୍ନ ଭାବଧାରା ସୃଷ୍ଟି କରିଥାଏ। ବସ୍ତୁତଃ ନବନାଟ୍ୟ ଆନ୍ଦୋଳନରେ ଚିନ୍ତାବିତ୍ମାନେ ନାଟକର ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ବିଶେଷ ଭାବରେ ଚିନ୍ତା କରିଥିଲେ। ବିଶେଷତଃ ଏହି କାଳରେ ନାଟକ ଅଜସ୍ର ଭାବନାରୁ ମୁକ୍ତ ହୋଇ ସମାଜ ପ୍ରତି ଦୃଷ୍ଟି ନିକ୍ଷେପ କରିଥିଲା।
ସାମାଜିକ ବାସ୍ତବତା ତଥା ମଣିଷ ଜୀବନକୁ ବୃହତ୍ତର ବାର୍ତ୍ତା ପ୍ରଦାନ କରିବା ଏହି ନାଟ୍ୟଧାରାର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିଲା। ନାଟ୍ୟ ସମାଲୋଚକମାନେ ଏହି ନାଟ୍ୟଧାରା ସମ୍ପର୍କରେ କହିଥିଲେ ଅତି ସଂକ୍ଷିପ୍ତ ଭାବରେ ବିବେଚନା କରିବାକୁ ଗଲେ ନବନାଟ୍ୟର ଉଭୟ ଅସ୍ଥିର୍ଥକ ଓ ନିତ୍ୟାର୍ଥକ ଦିଗ ରହିଥାଏ। ଏହାର ସାମାଜିକ ଅଙ୍ଗୀକାରବଦ୍ଧତା ଅତ୍ୟନ୍ତ ସ୍ପଷ୍ଟ। ଏହା ବିରୋଧାତ୍ମକ ସାମାଜିକ ବିଶ୍ୱାସକୁ ଅତ୍ୟନ୍ତ ସୌନ୍ଦର୍ଯ୍ୟବୋଧାତ୍ମକ ରୀତିରେ ପ୍ରକାଶ କରିଥାଏ। ମୋଟାମୋଟି ଭାବରେ ସଙ୍କଟପୂର୍ଣ୍ଣ ଦୃଷ୍ଟିରୁ ବକ୍ତବ୍ୟକୁ ପ୍ରତିନିଧିତ୍ୱ କରୁଥାଏ। ୱିଲିୟମ୍ କମିଟମେଣ୍ଟ ଷ୍ଟ୍ରିକ୍ଟଲି କନସିୟସ୍ alignment or conscious change of alignment। ଏହି ପ୍ରକାର ନାଟକ ପରବର୍ତ୍ତୀ କାଳରେ ପରୀକ୍ଷାମୂଳକ ବା ପରୀକ୍ଷାଧର୍ମୀ ନାଟକ ଭାବରେ ମଧ୍ୟ ପରିଚିତ ହୋଇଥିଲା। ଉଦ୍ଭଟ ନାଟକଠାରୁ ଭିନ୍ନ ରୀତିରେ ଏହି ନାଟକ ପର୍ଯ୍ୟବେସିତ ହୋଇଥିଲା। ବିଶେଷତଃ ନାଟକର ଆତ୍ମିକ ଆଙ୍ଗିକ ଉଭୟ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ତନ୍ମଧ୍ୟରେ ସାମାଜିକ ଆଭିମୁଖ୍ୟ କଥା ବିଚାର କରାଯାଇଥିଲା। ଏହି ପ୍ରକାର ନାଟକ ସମ୍ପର୍କରେ ବିଶ୍ଳେଷଣ କରିଯାଇଥିଲେ ଇରିକ୍ ବ୍ଲେଣ୍ଟଲି, କିଏ ଏହାକୁ ବ୍ୟାପକ ଭାବରେ ପର୍ଯ୍ୟାଲୋଚନା କରିଯାଇଛନ୍ତି ଓ ଏହାକୁ ନାଟକ ପାଇଁ ଉପଯୋଗୀ ଶୈଳୀ ରୂପରେ ବିଚାର କରିଯାଇଛନ୍ତି। ଏହି ପ୍ରକାର ନାଟକକୁ କେତେକ ନାଟ୍ୟ ସମାଲୋଚକ ଆଧୁନିକ ନାଟକ ଭାବରେ ମଧ୍ୟ ଗ୍ରହଣ କରିଯାଇଛନ୍ତି। ବସ୍ତୁତଃ ଆଧୁନିକ ଶବ୍ଦ ହେଉଛି ଏକ ଆପେକ୍ଷିକ ଶବ୍ଦ। ତେବେ ଏହି ପ୍ରକାର ନାଟକ ଆଧୁନିକ ଜୀବନବୋଧକୁ ବିଶେଷ ଭାବରେ ପ୍ରକାଶ କରୁଥିବା ଯୋଗୁଁ କେତେକ ଏହାକୁ ଆଧୁନିକ ନାଟକ ଭାବରେ ବିବେଚନା କରିଥାନ୍ତି। ଏହି ପର୍ଯ୍ୟାୟରେ ନାଟକ ସମ୍ପର୍କରେ ବ୍ୟାପକ ଓ ବିସ୍ତୃତି ଭାବରେ ପର୍ଯ୍ୟାଲୋଚନା କରିଯାଇଥିବା ନାଟ୍ୟ ସମାଲୋଚକ ଆର୍ଥର ମିଲର ମତବ୍ୟକ୍ତ କରିଛନ୍ତି। ବାସ୍ତବବାଦୀ ନାଟକଠାରୁ ଆରମ୍ଭ କରି ପଦ୍ୟାତ୍ମକ ନାଟକ ପର୍ଯ୍ୟନ୍ତ ନାଟକଗୁଡ଼ିକ ଆଧୁନିକ ନାଟକର ମଧ୍ୟରେ ହିଁ ଅନ୍ତର୍ଭୁକ୍ତ। ମୁଖ୍ୟତଃ ଏହି ନାଟକରେ ଆଧୁନିକ ମଣିଷର ପାରିବାରିକ ତଥା ସାମାଜିକ ସମସ୍ୟା ମୁଖ୍ୟ କେନ୍ଦ୍ର ହୋଇଥିବା ଯୋଗୁଁ ଏଗୁଡ଼ିକୁ ଆଧୁନିକ ନାଟକ ଭାବରେ ବିବେଚନା କରାଯାଇପାରେ। କେତେକ ନାଟ୍ୟ ସମାଲୋଚକ ଏହି ନାଟ୍ୟଧାରାକୁ ସାମ୍ପ୍ରତିକ ନାଟକ ଭାବରେ ମଧ୍ୟ ଗ୍ରହଣପୂର୍ବକ ବିଚାର କରିଛନ୍ତି। ସାମ୍ପ୍ରତିକ ଶବ୍ଦଟିର ପାରିଭାଷିକ ବ୍ୟୁତ୍ପତ୍ତି କଲେ ମନେ ହୋଇଥାଏ ଯେ ଏହା ଆଧୁନିକ ଠାରୁ ଆହୁରି ନବୀନ, ଯାହା ନିତ୍ୟ ପ୍ରଚଳିତ ସମାଜରେ ଜୀବନ୍ତ ଦେଖାଦେଇଥାଏ। ତାକୁ ସାମ୍ପ୍ରତିକ ଭାବରେ ବିବେଚନା କରାଯାଇଥାଏ। ସାମ୍ପ୍ରତିକ ନାଟକ ସପକ୍ଷବାଦୀ ଓଡ଼ିଆ ନାଟ୍ୟ ସମାଲୋଚକ ଏ ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସାମ୍ପ୍ରତିକ ଯୁଗ ଯନ୍ତ୍ରଣାରୁ ଟ୍ରାଜେଡ଼ି ମଣିଷର ମୁକ୍ତି ସମ୍ଭବ ନହେଲେ ବି ମଣିଷ ତା ବିରୋଧରେ ଚିରଦିନ ସଂଗ୍ରାମରତ। ଏହି ସଂଗ୍ରାମ ହେଉଛି ଯଥାର୍ଥରେ ଏକ ସାଂସ୍କୃତିକ ସଂଗ୍ରାମ। ନୂତନ ଜୀବନବୋଧ, ନୂତନ ଶିଳ୍ପ ସତ୍ୟ ପ୍ରତିଷ୍ଠାରେ ସହାୟକ। ସ୍ୱାଧୀନତା ପରବର୍ତ୍ତୀ କାଳ ଓଡ଼ିଆ ସାହିତ୍ୟର ପ୍ରତିଟି ବିଭାଗରେ ବ୍ୟାପକ ପରିବର୍ତ୍ତନର ସମୟ। ବସ୍ତୁତଃ ସମକାଳ ସମଗ୍ର ବିଶ୍ୱ ମୂଲ୍ୟବୋଧ ଜଗତରେ ପରିବର୍ତ୍ତନ ସାଧିତ ହୋଇଥିଲା। ଏହାର ମୁଖ୍ୟ ପୃଷ୍ଠଭୂମିଗୁଡ଼ିକ ଥିଲା ଦ୍ୱିତୀୟ ବିଶ୍ୱ ମହାଯୁଦ୍ଧ, ବୈଜ୍ଞାନିକ ଅଭ୍ୟୁଦୟ, ଶିଳ୍ପ ବିପ୍ଳବ, ନୂତନ ବାଦର ପ୍ରବର୍ତ୍ତନ ଓ ସମକାଳୀନ ମଣିଷର ହତାଶା, ନିଃସଙ୍ଗତା, ଅବିଶ୍ୱାସ ଓ ଅସହିଷ୍ଣୁତାପୂର୍ଣ୍ଣ ହାହାକାରମୟ ଜୀବନ। ଏହି କାରଣଗୁଡ଼ିକ ଯୋଗୁଁ ସାଧାରଣ ମଣିଷ ବା ଚିନ୍ତାବିତ୍ମାନଙ୍କର
ଚେତନାରେ ସୃଷ୍ଟି ହୋଇଥିଲା ପରମ୍ପରା ପ୍ରତି ତୀବ୍ର ବିତୃଷ୍ଣା। ଭାଗ୍ୟ ଓ ଭବିଷ୍ୟତ ପ୍ରତି ସନ୍ଦିହାନ ହୋଇ ଉଠୁଥିଲା ମଣିଷର ମନ। ସାହିତ୍ୟିକ ଚେତନାରେ ମଧ୍ୟ ଏହା ତୁମୁଳ ଭାବରେ ପ୍ରଭାବ ବିସ୍ତାର କରିଥିଲା। ତେଣୁ ସେମାନେ ମଧ୍ୟ ଆପଣାର ସାହିତ୍ୟ ମଧ୍ୟରେ ଯେଉଁ ସାହିତ୍ୟିକ ପରମ୍ପରା ରହିଥିଲା ତାକୁ ପରିବର୍ତ୍ତନ ତଥା ପରିବର୍ଜନ ପୂର୍ବକ ନୂତନ ଧାରାରେ ସାହିତ୍ୟ ରଚନା କରିବା ପାଇଁ ପ୍ରୟାସ କରିଥିଲେ। ଓଡ଼ିଆ ସାହିତ୍ୟ ଜଗତ ମଧ୍ୟ ଏହି ପରିବର୍ତ୍ତନ ସ୍ରୋତରେ ସାମିଲ ହୋଇଥିଲା। ବିଶେଷତଃ ନାଟ୍ୟ ସାହିତ୍ୟକୁ ଏହା ଗଭୀର ଭାବରେ ପ୍ରଭାବିତ କରିଥିଲା। ଏହି କାଳର ଓଡ଼ିଆ ନାଟ୍ୟକାରମାନେ ସମଗ୍ର ବିଶ୍ୱ ନାଟ୍ୟ ଜଗତ ମଧ୍ୟରେ ପରିବର୍ଣ୍ଣିତ ହୋଇଥିବା ନାଟ୍ୟଧାରାକୁ ଅବଲମ୍ବନ ପୂର୍ବକ ନାଟକ ରଚନା କରୁଥିଲେ। ତେଣୁ ପାରମ୍ପରିକ ନାଟ୍ୟଧାରାର ପରିବର୍ତ୍ତନ ସାଧୁତ ହୋଇଥିଲା। ବସ୍ତୁତଃ ଆଧୁନିକ ମଣିଷର ନିସଙ୍ଗତା, ଯନ୍ତ୍ରଣାବୋଧ, ଅସ୍ତିତ୍ୱ ପାଇଁ ସଂଘର୍ଷ, ବିଚ୍ଛିନ୍ନତାବୋଧ, ମୃତ୍ୟୁବୋଧ ଇତ୍ୟାଦି ନୂତନ ଉପାଦାନ ଏହାରି ମଧ୍ୟରେ ପ୍ରଯୁକ୍ତ ହୋଇଥିଲା। ଏହା ବ୍ୟତୀତ ନାଟକର ଆଙ୍ଗିକରେ ମଧ୍ୟ ଏହି କାଳର ନାଟ୍ୟକାରମାନେ ଅନେକ ପରୀକ୍ଷା ନିରୀକ୍ଷା କରିଥିଲେ। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକର ପୃଷ୍ଠପିଠିକା। ଏଇଟା ହେଲା ଏଇ ଉତ୍ତରର ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ସ୍ୱାଧୀନତା ପରବର୍ତ୍ତୀ କାଳ ଥିଲା ସମଗ୍ର ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନର କାଳ। ଏହି ସମୟରେ ମୁଖ୍ୟତଃ ଚିନ୍ତା ଜଗତ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ସାଧୁତ ହୋଇଥିଲା। ଗୋଟିଏ ଭାରତୀୟ ବିଭିନ୍ନ ନାଟକରେ ମଧ୍ୟ ପରିବର୍ତ୍ତନର ସୂତ୍ରପାତ ହୋଇଥିଲା। ଏହା ନାଟ୍ୟ ଆନ୍ଦୋଳନ ଭାବରେ ପରିଚିତ ହେଲା ଭାରତୀୟ ନାଟ୍ୟ ସାହିତ୍ୟ ଜଗତରେ। ଉକ୍ତ ପରିବର୍ତ୍ତନର ଧାରା ପ୍ରଥମେ ଦେଖାଥିଲା ତତ୍କାଳୀନ ହିନ୍ଦୀ ନାଟକରେ। ସମକାଳରେ ପ୍ରଖ୍ୟାତ ହିନ୍ଦୀ ନାଟ୍ୟକାର ହେଉଛନ୍ତି ମୋହନ ରାକେଶ। ତାଙ୍କୁ ବହୁଳ ଭାବରେ ଆଦୃତି ଲାଭ କରିଥିବା ନାଟକ ହେଉଛି ଆଷାଢ଼ କା ଏକ ଦିନ ଓ ଲୋହର କି ରାଜହଂସ। ଏ ଦୁଇଟି ନାଟ୍ୟଶୈଳୀ ଅନୁଯାୟୀ ପରୀକ୍ଷା ନିରୀକ୍ଷା ମଧ୍ୟ ହୋଇଥିଲା। ଗୋଟିଏ ପ୍ରକାରେ ହିନ୍ଦୀ ସାହିତ୍ୟରେ ଏକ ନୂତନ ଧାରାର ଆରମ୍ଭ ହୋଇଥିଲା। ଏହି ଧାରାରେ ଅନୁବର୍ଷିତ ହୋଇ ନାଟକ ରଚନା କରିଥିଲେ ହିନ୍ଦୀ ସାହିତ୍ୟର ଅନେକ ପ୍ରମୁଖ ନାଟ୍ୟକାର। ଆଧୁନିକ ମଣିଷର ଅନ୍ତଃଚେତନାର ଜୀବନ୍ତ ରୂପ ଏମାନେ ନାଟକରେ ପରିବେଷିତ କରିଥିଲେ। ନାଟ୍ୟକାର ଲକ୍ଷ୍ମୀନାରାୟଣ ସ୍ୱକୀୟ କର୍ତ୍ତ୍ୟ ନାଟକରେ ଫ୍ରଏଡୀୟ ଚିନ୍ତାଧାରାକୁ ଅତ୍ୟନ୍ତ ଚମତ୍କାର ଭାବରେ ପ୍ରୟୋଗ କରିଛନ୍ତି। ସୁରେନ୍ଦ୍ର ବର୍ମାଙ୍କର ଏକ ବହୁଚର୍ଚ୍ଚିତ ନାଟକ ହେଉଛି ଦ୍ରୌପଦୀ। ଏହି ନାଟକରେ ସ୍ୱତନ୍ତ୍ର ପ୍ରକାର ପ୍ରତୀକର ପ୍ରୟୋଗ ପୂର୍ବକ ନାଟ୍ୟକାର ମାନବୀୟ ପ୍ରବୃତ୍ତିର ନିଆରା ରୂପଗୁଡ଼ିକର ପ୍ରୟୋଗ କରିଛନ୍ତି। ରମେଶ ଉପାଧ୍ୟାୟଙ୍କର ପେପର ୱେଟ୍ ନାଟକରେ ପ୍ରତୀକାତ୍ମକ ରୀତିରେ ମାନବୀୟ ଅନୁଭବଗୁଡ଼ିକୁ ପରିବେଷଣ କରାଯାଇଛି। ଶୋଭନା ସିଦ୍ଦିକଙ୍କ ବହୁ ଆଦୃତ ନାଟକ ସାୟତ ହାଁ ନାଟକରେ ଫ୍ରଏଡୀୟ ମଗ୍ନ ଚୈତନ୍ୟର ବିଶ୍ଳେଷଣ ରହିଅଛି। ଏହି ସମୟଖଣ୍ଡର ସମଗ୍ର ଭାରତୀୟ ନାଟ୍ୟ ସାହିତ୍ୟରେ ନୂତନ ଆନ୍ଦୋଳନ ସୃଷ୍ଟି କରିଥିବା ବଙ୍ଗଳା ସାହିତ୍ୟର ଧୁରୀଣ ନାଟ୍ୟକାର ହେଉଛନ୍ତି ବାଦଲ ସରକାର। ସେ ଭାରତରେ ତୃତୀୟ ନାଟ୍ୟ ଆନ୍ଦୋଳନ ବା ଥାର୍ଡ଼ ଥିଏଟରର ପ୍ରବର୍ତ୍ତକ। ସ୍ୱତନ୍ତ୍ର ଶୈଳୀର ରଚନା ପୂର୍ବକ ସେ ସମଗ୍ର ଭାରତର ନାଟ୍ୟକାରମାନଙ୍କୁ ବହୁଳ ଭାବରେ ପ୍ରଭାବିତ କରିଥିଲେ। ତାଙ୍କ ରଚିତ ନାଟକଗୁଡ଼ିକ ଇନ୍ଦ୍ରଜିତ, ବାକି ଇତିହାସ, ପାଗଲ ଘୋଡ଼ା ଇତ୍ୟାଦି ନାଟକ ଭାରତୀୟ ନବନାଟ୍ୟ ଆନ୍ଦୋଳନର ପରମ୍ପରାକୁ ବିଶେଷ ଭାବରେ ଅନୁପ୍ରେରିତ କରିଛି। ବାଦଲ ସରକାରଙ୍କର ସମକାଳୀନ ପ୍ରଥିତଯଶା ବଙ୍ଗଳା ନାଟ୍ୟକାର ବୃନ୍ଦ ହେଉଛନ୍ତି ରମାନାଥ ଭଟ୍ଟାଚାର୍ଯ୍ୟ, ବୁଦ୍ଧଦେବ ବସୁ,
ମୋହିତ ଚାଟାର୍ଜୀ, ବିଜନ ଭଟ୍ଟାଚାର୍ଯ୍ୟ, ଉତ୍ପଦର ପ୍ରମୁଖ, ରାମନାଥ ଭଟ୍ଟାଚାର୍ଯ୍ୟଙ୍କର ଦିବାରାତ୍ରି, ମୋହିତ ଚାଟାର୍ଜୀଙ୍କର ଏଇଟା ଦେଖନ୍ତୁ ଗିନିପିକ୍, ବର୍ଜନ ଭଟ୍ଟାଚାର୍ଯ୍ୟଙ୍କର ଗର୍ଭବତୀ ଜନନୀ, ଉତ୍ପଲ ଦତ୍ତଙ୍କର ସୂର୍ଯ୍ୟ ଶିକାର ଇତ୍ୟାଦି ଗୋଟିଏ ଗୋଟିଏ ମହାନ ସୃଷ୍ଟି। ସମକାଳର ମରାଠୀ ସାହିତ୍ୟରେ ଲେଖନୀ ଧାରଣ କରିଥିଲେ ନାଟ୍ୟକାର ବିଜୟ ତେନ୍ଦୁଲକର। ସେ ସର୍ବପ୍ରଥମେ ସମଗ୍ର ବିଶ୍ୱ ନାଟ୍ୟଧାରାକୁ ଦୃଷ୍ଟି ସମ୍ମୁଖରେ ରଖି ସ୍ୱକୀୟ ଶିକ୍ଷାର ବ୍ୟାପକ ପ୍ରସାର କରିଥିଲେ ଓ ଅନେକ ଶିକ୍ଷିତ ବ୍ୟକ୍ତି ଉକ୍ତ ଶିକ୍ଷା ପଦ୍ଧତିରେ ଦୀକ୍ଷିତ ହୋଇ ଆନ୍ତର୍ଜାତିକ ଜ୍ଞାନର ସଂସ୍ପର୍ଶରେ ଆସିଥିଲେ। ଏହି ଧାରା ସମକାଳୀନ ସାହିତ୍ୟକୁ ବିଶେଷ ଭାବରେ ପ୍ରଭାବିତ କରିଥିଲା। ବସ୍ତୁତଃ ଯେଉଁମାନେ ବିଭିନ୍ନ ସାହିତ୍ୟ ବା ନାଟକ ରଚନା କରୁଥିଲେ ସେମାନେ ଥିଲେ ଆଧୁନିକ ଇଂରାଜୀ ଶିକ୍ଷାପ୍ରାପ୍ତ ବ୍ୟକ୍ତି। ତେଣୁ ସେମାନେ ବିଶ୍ୱ ଚେତନା ସହିତ ସାମିଲ ହୋଇଥିଲେ ଓ ପରବର୍ତ୍ତୀ ଓ ପରିବର୍ଣ୍ଣିତ ଧାରାରେ ସ୍ୱକୀୟ ନାଟକଗୁଡ଼ିକ ପାଇଁ ପ୍ରୟାସ ସୃଷ୍ଟି କରିଥିଲେ। ସମକାଳରେ ବିଜ୍ଞାନର ଅଭୂତପୂର୍ବ ଅଭ୍ୟୁଦୟ ସତ ହୋଇଥିଲା। ବୈଜ୍ଞାନିକମାନଙ୍କର ସିଦ୍ଧାନ୍ତଗୁଡ଼ିକ ଚିନ୍ତା ଜଗତକୁ ବହୁଳ ଭାବରେ ପ୍ରଭାବିତ କରିଥିଲା। ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀର ଶେଷ ଭାଗରୁ ୟୁରୋପରେ ଆଧୁନିକ ବିଜ୍ଞାନର ଜୟଯାତ୍ରା ଆରମ୍ଭ ହେଲା। ଅଭ୍ୟୁଦୟ ହେଲା ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି। ତାହାରି ଫଳଶ୍ରୁତି ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ସଂଗଠିତ ଶିଳ୍ପ ବିପ୍ଳବ, ଶାନ୍ତକାନ୍ତ କାବ୍ୟକାନନରେ ଷ୍ଟିମ୍ ଇଞ୍ଜିନ୍ର ଧୂମକୁଣ୍ଡଳୀ, କଳକାରଖାନାର ବିକଟ ଶବ୍ଦ ଓ ଗରମ ହାୱା, ନ୍ୟୁଟନଙ୍କର ମାଧ୍ୟାକର୍ଷଣ ସିଦ୍ଧାନ୍ତ, ଡାରଉଇନଙ୍କର ବିବର୍ତ୍ତନବାଦ, ହ୍ୱାଇଟଡେଡଙ୍କର ବୈଜ୍ଞାନିକ ଦର୍ଶନ ବା ହ୍ୟୁମଙ୍କର ପ୍ରକୃତିବାଦୀ ବୈଜ୍ଞାନିକ ସିଦ୍ଧାନ୍ତ ଇତ୍ୟାଦି ବିଜ୍ଞାନ ଜଗତର ଚିନ୍ତାଧାରା ଗଭୀର ଭାବରେ ସମକାଳୀନ ସମାଜକୁ ପ୍ରଭାବିତ କରିଥିଲା। ବିଜ୍ଞାନର ଦ୍ରୁତ ବିକାଶ ପାଶ୍ଚାତ୍ୟ ଜଗତରେ ଯେଉଁ ପ୍ରଭାବ ବିସ୍ତାର କରିଥିଲା ତାହା ଭାରତ କିମ୍ବା ଓଡ଼ିଶାକୁ ଏହି ସମୟଖଣ୍ଡରେ ହିଁ ଆଗମନ କରିଥିଲା। ଓଡ଼ିଶାରେ ମଧ୍ୟ ବିଭିନ୍ନ ଶିଳ୍ପପତି ଆପଣା ଆପଣାର ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତାହା ଓଡ଼ିଶାର ଚିନ୍ତା ଜଗତକୁ ମଧ୍ୟ ପ୍ରଭାବିତ କରିଥିଲା। ଏହାର ଅନେକ ଚିତ୍ର ସମସାମୟିକ ସାହିତ୍ୟ, ବିଶେଷ ଭାବରେ ନାଟ୍ୟ ସାହିତ୍ୟରେ ଅଙ୍କିତ ହୋଇଛି। ସମକାଳର ଚିନ୍ତା ଜଗତକୁ ଅନୁପ୍ରେରିତ କରିଥିବା ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ପୃଷ୍ଠଭୂମି ହେଉଛି ତତ୍କାଳୀନ ସମାଜରେ ନଗରୀକରଣ ତଥା ସହରୀକରଣର ପ୍ରବୃତ୍ତି। ଶିଳ୍ପ ସଭ୍ୟତାର ଦ୍ରୁତ ବିକାଶ ଫଳରେ ତତ୍କାଳୀନ ଓଡ଼ିଶାରେ କୃଷି ସଭ୍ୟତା କ୍ରମଶଃ ଅବକ୍ଷୟଗ୍ରସ୍ତ ହେବାକୁ ଲାଗିଲା। ଲୋକେ କୃଷି ଅପେକ୍ଷା ଯନ୍ତ୍ର ସଭ୍ୟତାକୁ ଆପଣାର କରିବାକୁ ଲାଗିଲେ। ଯେଉଁମାନେ କୃଷିକୁ ଜୀବନ ଜୀବିକାର ଆଧାର ବୋଲି ମନେ କରୁଥିଲେ ସେମାନେ ଶିଳ୍ପ ସଭ୍ୟତାର ମୋହ ଭିତରେ ବଶୀଭୂତ ହୋଇପଡ଼ିଲେ। ପଲ୍ଲୀ ଜୀବନର ଶାନ୍ତି ବିନଷ୍ଟ ହେବାକୁ ଲାଗିଲା। ଯେଉଁଠି ପଲ୍ଲୀର ମନୋହର ପ୍ରକୃତି ଲୀଳାମୟ ଭଙ୍ଗୀରେ ମନକୁ ମୋହିତ କରୁଥିଲା ସେହି ସ୍ଥାନକୁ ପରିଣତ କରାଗଲା ସହରରେ। ଲୋକେ ପଲ୍ଲୀର ଶାନ୍ତ ଜୀବନକୁ ପରିହାର ପୂର୍ବକ ସହରାଭିମୁଖୀ ହେବାକୁ ଲାଗିଲେ। ମାତ୍ର ସହରର ମୋହରେ, ସହରର ଚାକଚକ୍ୟ ଭିତରେ ଜୀବନ ବଞ୍ଚିବା ପାଇଁ ଚାଲି ଯାଇଥିଲା ମଣିଷ କ୍ରମେ ସହର ବିଭିନ୍ନ ସମସ୍ୟା ଭିତରେ ଅବରୁଦ୍ଧ ଓ ଶ୍ୱାସରୁଦ୍ଧ ହୋଇପଡ଼ିଲା। ତାହା ସମକାଳୀନ ଓଡ଼ିଶାରେ ଯେଉଁ ସଙ୍କଟମୟ ପରିସ୍ଥିତି ସୃଷ୍ଟି କରିଥିଲା, ଗଭୀର ଭାବରେ ଚିନ୍ତାଗ୍ରସ୍ତ କରିଥିବା କବି ଓ ନାଟ୍ୟକାରମାନଙ୍କୁ ସେହି ସମସ୍ୟା, ସେହି ସଙ୍କଟ ସ୍ୱତଃସ୍ଫୂର୍ତ୍ତ ଭାବେ
ରୂପ ଲାଭ କରିଥିଲା ସେମାନଙ୍କର ସାହିତ୍ୟ କୃତି ନାଟ୍ୟକୃତି ଗୁଡ଼ିକରେ। ସମକାଳର ଓଡ଼ିଶାରେ ପାରମ୍ପାରିକ ସାଂସ୍କୃତିକ ଉପାଦାନ ମଧ୍ୟ ତୀବ୍ର ସଙ୍କଟର ସମ୍ମୁଖୀନ ହୋଇଯାଇଥିଲା। କାରଣ ଏତତ୍ ପୂର୍ବରୁ ଇଂରେଜମାନେ ଓଡ଼ିଶାର ଅନେକ ତଥାକଥିତ ସବର୍ଣ୍ଣ ବା ଅସବର୍ଣ୍ଣମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରିସାରିଥିଲେ। ସେହି ଦୀକ୍ଷିତ ଖ୍ରୀଷ୍ଟିଆନମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗିର୍ଜାଘରଗୁଡ଼ିକ ନିର୍ମାଣ ପୂର୍ବକ ସେଠାରେ ଖ୍ରୀଷ୍ଟ ଧର୍ମ ସାଧନା କରୁଥିଲେ। ଅନେକ ସମୟରେ ହିନ୍ଦୁ ଖ୍ରୀଷ୍ଟିଆନ ପାରସ୍ପରିକ ବିବାଦ ମଧ୍ୟରେ ବ୍ୟାପୃତ ହୋଇ ରହିଥିଲେ। ଜଗନ୍ନାଥ ମହାପ୍ରଭୁ ସର୍ବଧର୍ମ ସମନ୍ୱୟର ଦେବତା ହୋଇଥିଲେ। ତାଙ୍କର ସେବକମାନେ ପୁରୀ ଶ୍ରୀମନ୍ଦିରରେ ତଥାକଥିତ ଖ୍ରୀଷ୍ଟିଆନମାନଙ୍କୁ ପ୍ରବେଶ ଅଧିକାର ଦେଇଥିଲେ। ତେଣୁ ପୁରୀ ମନ୍ଦିର ଭିତରେ ମଧ୍ୟ ଅନେକ ସମୟରେ ସଂଘର୍ଷ ସୃଷ୍ଟି ହୋଇଥିଲା। ଏତତ୍ ବ୍ୟତୀତ ତତ୍କାଳୀନ କଳା ଭାସ୍କର୍ଯ୍ୟ ଆଦି ବିକଶିତ ହୋଇପାରୁନଥିଲା। ଓଡ଼ିଆମାନେ କେବଳ ପୂର୍ବ ଗୌରବକୁ ସ୍ମରଣ ପୂର୍ବକ ଗୋଟିଏ ପ୍ରକାରେ ସନ୍ତୁଷ୍ଟ ହୋଇ ରହିଥିଲେ। ଓଡ଼ିଶାର କୁଟୀର ଶିଳ୍ପ ତତ୍କାଳୀନ ଇଂରେଜ ସମର୍ଥିତ କେତେକ ନ୍ୟସ୍ତ ସ୍ୱାର୍ଥଗୋଷ୍ଠୀ ବ୍ୟବସାୟୀଙ୍କ ଦ୍ୱାରା କବଳିତ ହୋଇଥିଲା। ଓଡ଼ିଶାର ଲୋକ ସଂସ୍କୃତିକୁ ନୂତନ ଶିକ୍ଷିତ ଗୋଷ୍ଠୀ ଏକ ପ୍ରକାରେ ବିସ୍ମରି ଯାଇଥିଲେ। କାରଣ ସେତେବେଳେ ପାଶ୍ଚାତ୍ୟ ସଂସ୍କୃତିର ଗୌରବକୁ ରକ୍ଷା କରିବା ପାଇଁ ଶିକ୍ଷିତ ସମ୍ପ୍ରଦାୟ ଆଗଭର ହୋଇଥିଲେ। ଗୋଟିଏ ପ୍ରକାରେ ଓଡ଼ିଶାର ସଂସ୍କୃତି ସମୟର ଧାରାରେ ସଂକୁଚିତ ହୋଇଥିଲା। ଏହା ମଧ୍ୟ ସମକାଳରେ ଚିନ୍ତା ଜଗତ ତଥା ସାହିତ୍ୟିକ ଓ ନାଟ୍ୟକାରମାନଙ୍କର ଚିନ୍ତାଧାରାରେ ଭିନ୍ନ ସ୍ପନ୍ଦନ ସୃଷ୍ଟି କରିଥିଲା। ସ୍ୱାଧୀନତା ପରବର୍ତ୍ତୀ କାଳର ଓଡ଼ିଆ ସାହିତ୍ୟରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ସାଧିତ ହୋଇଥିଲା। ଏତତ୍ ପୂର୍ବରୁ ଓଡ଼ିଆ ସାହିତ୍ୟରେ ସବୁଜ କାବ୍ୟଧାରା ଏବଂ ମାର୍କ୍ସବାଦୀ ଚିନ୍ତାଧାରାର ପ୍ରବର୍ତ୍ତନ ହୋଇଥିଲା। ସବୁଜ କବିମାନେ ପାଶ୍ଚାତ୍ୟ ରୋମାଣ୍ଟିକ ଚିନ୍ତାଧାରା ତଥା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର କାବ୍ୟ ଚେତନା ଦ୍ୱାରା ଅନୁପ୍ରାଣିତ ହୋଇ କବିତା ରଚନା କରୁଥିଲେ। ତେଣୁ ତାଙ୍କ କବିତା ଗୁଡ଼ିକରେ ପ୍ରେମ ଓ ପ୍ରଣୟ, ପଳାୟନବାଦୀ ଚିନ୍ତାଧାରା, ବାସ୍ତବବାଦ ତଥା ରହସ୍ୟବାଦୀ ଚିନ୍ତାଧାରାର ପ୍ରୟୋଗ ଦେଖାଦେଇଥିଲା। ସମକାଳରେ ତତ୍କାଳୀନ ବିଶିଷ୍ଟ ସାହିତ୍ୟିକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ନବଯୁଗ ସାହିତ୍ୟ ସଂସଦ ପ୍ରତିଷ୍ଠିତ ହୋଇ ମାର୍କ୍ସବାଦୀ ଚିନ୍ତା ଓ ଚେତନା ସମ୍ବଳିତ କବିତାର ଧାରା ସୃଷ୍ଟି ହୋଇଥିଲା। ଏହା ପ୍ରଗତିବାଦୀ ଚିନ୍ତାଧାରା ଭାବରେ ପରିଚିତ ହୋଇଥିଲା। ମାତ୍ର ଆଧୁନିକତାର ପ୍ରଭାବ ଫଳରେ କବିତା ତଥା ସାହିତ୍ୟ ଜଗତରୁ ଉକ୍ତ ଚିନ୍ତାଧାରା ମଧ୍ୟ ପରିବର୍ତ୍ତିତ ହୋଇଥିଲା। କବି ଓ ସାହିତ୍ୟିକମାନେ ଉକ୍ତ ପରିବର୍ତ୍ତନ ଚିନ୍ତାଧାରା ଦ୍ୱାରା ଆପ୍ଲୁତ ହୋଇ ସାହିତ୍ୟ ରଚନା କରିଥିଲେ। ସ୍ୱାଧୀନତା ପରବର୍ତ୍ତୀ ନାଟ୍ୟଧାରାର ଅନ୍ୟତମ ପୁରୋଧା ହେଉଛନ୍ତି ନାଟ୍ୟଶିଳ୍ପୀ ବିଶ୍ୱଜିତ ଦାସ। ଏହି ନାଟ୍ୟଧାରା ଅନୁଯାୟୀ ସେ ନାଟକ କ୍ଷେତ୍ରରେ ବହୁ ପରୀକ୍ଷା ନିରୀକ୍ଷା କରିଥିଲେ। ତାଙ୍କ ଦ୍ୱାରା ରଚିତ ନାଟକ ଗୁଡ଼ିକ ହେଉଛି ନିଶିପଦ୍ମ, ପ୍ରତାପଗଡ଼ରେ ଦି'ଦିନ, ନାଲିପାନ ରାଣୀ, କଲାପାନ ଟୀକା, ଶୁଣ ସୁଜନେ, ମୃଗୟା, ସମ୍ରାଟ ଇତ୍ୟାଦି। ଉକ୍ତ ନାଟକ ଗୁଡ଼ିକରେ ନାଟ୍ୟକାର ଆଧୁନିକ ସଂଘର୍ଷଶୀଳ ଜୀବନ, ମଣିଷ ମଧ୍ୟରେ ବୈଷମ୍ୟ, ମାନବୀୟ ଆଦର୍ଶ ଓ ମୂଲ୍ୟବୋଧର ଅବକ୍ଷୟ ଇତ୍ୟାଦି ବିଷୟବସ୍ତୁ ସୃଷ୍ଟି କରିଛନ୍ତି। ଏଥିରେ ସେ ଯେଉଁ ଚରିତ୍ର ଗୁଡ଼ିକର ଅବତାରଣା କରିଛନ୍ତି ସେମାନେ ହେଉଛନ୍ତି ଆଧୁନିକ ମଣିଷର ପ୍ରତିନିଧି ସ୍ୱରୂପ। ତାଙ୍କ ନାଟ୍ୟ ପ୍ରତିଭାରେ ଡକ୍ଟର ହେମନ୍ତ କୁମାର ଦାସ ମନ୍ତବ୍ୟ ପ୍ରଦାନ କରି କହିଛନ୍ତି, ବିଶ୍ୱଜିତ ଦାସ ଜଣେ
ପ୍ରତିଶ୍ରୁତି ସମ୍ପନ୍ନ ନାଟ୍ୟକାର, ପରମ୍ପରାର ନିବିଡ଼ ମଧ୍ୟରେ ସ୍ୱକୀୟତା ପ୍ରଦର୍ଶନ ହେଉଛି ତାଙ୍କର ବୈଶିଷ୍ଟ୍ୟ। ବୈଚିତ୍ର୍ୟପୂର୍ଣ୍ଣ ସମାଜ, ଏହାର ଅଜସ୍ର ନରନାରୀ ହିଁ ତାଙ୍କର ସ୍ରଷ୍ଟାମନର ଅନୁସନ୍ଧିତ୍ସୁ ଦୃଷ୍ଟି ନିକଟରେ ଧରା ପଡ଼ିଛନ୍ତି। ସେଇମାନଙ୍କୁ ନେଇ ନାଟ୍ୟକାର ବିଭିନ୍ନ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ତେବେ ପ୍ରିୟ ବିଦ୍ୟାର୍ଥୀ ବନ୍ଧୁଗଣ, ଆଶା କରୁଛି ଏହି ଆଲୋଚନାଟି ଆପଣମାନଙ୍କର କାର୍ଯ୍ୟରେ ନିହାତି ଆସିବ। ଯେଉଁମାନେ ଚ୍ୟାନେଲରେ ନୂଆ ଅଛନ୍ତି ସବସ୍କ୍ରାଇବ୍ କରନ୍ତୁ। ଆପଣମାନେ ନିହାତି ଭାବରେ ବିଭିନ୍ନ ପ୍ରକାର ସହଯୋଗ ପାଇବେ। ଯେଉଁମାନେ ଦେଖିଲେ ସମ୍ପୂର୍ଣ୍ଣ ଭାବରେ ଆଜିର ଭିଡ଼ିଓଟି କେମିତି ଲାଗିଲା ନିହାତି ମତାମତ ଦେବେ। ଗୋଟିଏ ଲାଇକ୍ କରିବେ, ବନ୍ଧୁମାନଙ୍କୁ ସେୟାର କରିବେ ଏବଂ ଆପଣଙ୍କର ମୋବାଇଲରେ ଏଇ ନମ୍ବରଟି 7735664589କୁ ଓଡ଼ିଆ ଅଧ୍ୟୟନ ନାଁରେ ସେଭ୍ କରି ରଖିଥିବେ। ଆଶା କରୁଛି ଆଜିର ଆଲୋଚନାଟି ଆପଣମାନଙ୍କ ପାଇଁ ସୁଖପ୍ରଦ ହେବ। ଧନ୍ୟବାଦ, ନମସ୍କାର।